ଜୟ ଜଗନ୍ନାଥ ସାଙ୍ଗମାନେ ସକାଳୁ ନା କାମ ସରିଲା ପରେ ଝିଅ ସକାଳେ ଟ୍ୟୁସନରୁ ଆସିଲା ବେଳକୁ ଡୁଡୁଲକୁ ନେଇକି ଯାଇଥିଲା। ଡୁଡୁଲ ମାନେ ଭାଣିଜୀଙ୍କର ଝିଅ ନଣନ୍ଦଙ୍କ ଘରେ ରହୁଛି ତ ତାକୁ ନେଇ ଯାଇଥିଲା। ତାର ତ ଜ୍ୱର ହେଉଥିଲା, ସିଏ ମୋତେ ଦେଖିକି ଜମା ବି ଛାଡ଼ୁନଥିଲା। ନାନା ଫୋନ୍ କରିକି କହିଲେ ତାକୁ ଛାଡ଼ିଦେ, ତୋ ତ ବହୁତ କାମ ଅଛି, ମୁଁ ତାକୁ ରଖିଦେଉଛି। ମୁଁ ପୁଣି ଝିଅ ହାତରେ ତାକୁ ଛାଡ଼ି ଦେଇଥିଲି। ତା ପାଇଁ ଟିକେ ବାଇଗଣ ଭାଜି ଦେଇଥିଲି। ଝିଅ ଗାଧେଇକି ଆସିଲା ବେଳକୁ ତା ସାଙ୍ଗମାନେ ବି ଆସିଯାଇଥିଲେ ଡାକିବାକୁ। ମୁଁ ତାଙ୍କର ମୁଣ୍ଡ କୁଣ୍ଡେଇ ଦେଇଥିଲି, ତାପରେ ତାକୁ ଖୁଆଇ ଦେଇଥିଲି। ଗୁରୁମା ପାଟି କରୁଛନ୍ତି ତାକୁ ଖୁଆନି, କିନ୍ତୁ ମା ମନ କ'ଣ ମାନୁଛି। ନ ଖୁଆଇଲେ ତାର ପେଟ ପୁରିବନି। ତାକୁ ଟିକେ ଖୁଆଇଥିଲି, ତାପରେ ତାକୁ ସ୍କୁଲକୁ ଛାଡ଼ି ଦେଇଥିଲି। ସିଏ ସାଇକେଲରେ ଯାଏ, ପୁଅ କିନ୍ତୁ ଅଟୋ ଧିରେ ଆସେ। ପୁଅ ଛୋଟ ଯେହେତୁ ସିଏ ସାଇକେଲ ନେଇକି ଯାଇପାରେନି। ତ ତାପରେ ଦ୍ୱିପହର ରୋଷେଇରେ ଲାଗି ଯାଇଥିଲେ। ସ୍ୱାମୀ କହିଥିଲେ ଏତେ ପରିବା ଅଛି ସଢ଼ି ଯାଉଛି, ସେଗୁଡ଼ାକୁ ଟିକେ ଭଜା ଭଜି ତରକାରୀ କରିଦିଅ। ସବୁ ପରିବା ପକେଇ ଭଜା ଭଜି କରିଦେଇଥିଲି। ବାଇଗଣ ଭେଣ୍ଡି ପକେଇକି ତାକୁ ଟିକେ ତରକାରୀ ଦେଇଥିଲି। ମାଆଙ୍କୁ ଦେଇଥିଲି, କଲରା ଟିକେ ଚକଟି ଦେଇଥିଲେ। ମାଛ କିଛି ଥିଲା, ଆଙ୍କ ପାଇଁ ତରକାରୀ କରିଥିଲି। ପୁଅ ପାଇଁ ଟିକେ ଅଣ୍ଡା ଦେଇଥିଲା। ଆମେ ନା ଶନିବାର ଆଇଁଷ ଖାଉନୁ, କିନ୍ତୁ ଇଏ ଖାଆନ୍ତି ଆଉ ପୁଅ ଖାଏ। ତ ସମସ୍ତେ ଖାଇସାରିଲା ପରେ ମୁଁ ଖାଇଥିଲି। ତାପରେ ଯାଇଥିଲି ଉପରକୁ ଲୁଗା ଆଣିବାକୁ। ଦେଖୁନାହାନ୍ତି ଶୀତ ଦିନ ତ ସାଙ୍ଗେ ସାଙ୍ଗେ କୁଆଡ଼େ ଦିନ ଯାଉଛି। ଏବେ 3ଟା ହେଇଛି,